ताहले मु आज पुराण भीतर गोटे पुओ कथा कहूँ जो पुओ ता बापा माँ पाई जहा करिछि केही करि परिबेनी से पुओटा किए ध विषय नृसिंह तार गोपा गोपी पाला नाही कि नृसिंह तार भजन पाला नाही तमे गायक पेंडालपुर को आउछ राति के 40टा भजन गाउछ आ भजन पालिया कहीं आनुछ मु एटी भजन पालिया आनीनी आजा भजन पालिया आनथिले से नहीं थांदा 1500 से 1500 मो पॉकेट रे रहिला मु देबिनी का हाथ ना काई कि ना मु निजे परा भजन गाइरी कलासी भी रोह सीमा कासे खोजे चमकी गले चक्र पानी जिज्ञासिले कारण चाही से मंत्री गुली रेखा चाही से मंत्री गांधी कहिले नहीं नहीं से मंत्री पड़ू मो मुंडे गरण दिया तोंडे बजा पड़ू मो मुंडे गरण दिया तोंडे पड़ू मो मुंडे गरण दिया तोंडे बजा पड़ू मो मुंडे गरण दिया तोंडे घर को नहीं जीव तुम भारजिया देख मो स्वामी पार्ला को जाता झांझ नुआ अच्छी निर्लज गुठिका सज्जन वर्गे से दिन पांडव और कौरव मान भितर चली महाभारत युद्ध 10 दिन महाभारत युद्ध सैलानी जाकू संस्कृत श्रीमद भागवत प्रमाण करे जस्मिनी नैसर्य कृतव्य लिख प्राप्त गोपी धनु कस्य रणेन कुर्या प्रवणस्य भीष्म दस दिन महाभारत युद्ध शेष देवव्रत पितामह भीष्म सरस्वज्या ही पड़ सारे पांडव मान शिविर भितर
କୌରବ ମାନଙ୍କ ଶିବିର ଭିତରେ ଥାନ୍ତି। ଆମେ ଯେମିତି ସବୁ ଦେଶ ଲୋକମାନେ ଜଣେ ଜଣେ ରାଷ୍ଟ୍ରଦୂତ ରଖିଛେ। ଭାରତ ରାଷ୍ଟ୍ରଦୂତ ଇଂଲଣ୍ଡରେ ଅଛନ୍ତି, ଆମେରିକାରେ ଅଛନ୍ତି, ଅଷ୍ଟ୍ରେଲିଆରେ ଅଛନ୍ତି। ସେମିତି ଏ ରାଷ୍ଟ୍ରଦୂତର ଅନ୍ୟ ନାମ କଣ? କୂଟନୀତିଜ୍ଞ। ପାଣ୍ଡବ ମାନଙ୍କର କିଛି ଗୁପ୍ତଚର ଥାନ୍ତି। ସେମାନେ କୌରବ ମାନେ କଣ କଥାବାର୍ତ୍ତା ହଉଥାନ୍ତି କାନେଇକି ପାଣ୍ଡବ ମାନଙ୍କ ଆଗରେ ଜଣେଇ ଦିଅନ୍ତି। ସେମିତି କୌରବ ମାନଙ୍କର ଗୁପ୍ତଚର ମାନେ ପାଣ୍ଡବ ମାନଙ୍କର ଶିବିର ଭିତରକୁ ଯାଆନ୍ତି। ପାଣ୍ଡବ ମାନେ କାଲି କଣ କରିବେ, ଯୁଦ୍ଧରେ କଥାବାର୍ତ୍ତା ଯାହା ହଉଥିବେ ତାକୁ ଆସି କୌରବ ମାନଙ୍କୁ ଜଣେଇ ଦିଅନ୍ତି। ସତର୍କତା ଆଚରଣରେ ଯୁଦ୍ଧ ଆରମ୍ଭ ହୁଏ। ସେଇଦିନ ପାଣ୍ଡବ ଶିବିର ଭିତରେ ବସିଥାନ୍ତି ଭଗବାନ କୃଷ୍ଣ ଆଉ ସହଦେବ। ସେତିକି ବେଳେ ଗୋଟିଏ ଲଞ୍ଜା ତାରାଟେ ଗଳି ପଡ଼ିଲା। କୃଷ୍ଣ ଭଗବାନ ସହଦେବକୁ ପଚାରିଲେ, କହିଲେ ସହଦେବ ଆମ ଶିବିର ଭିତରେ ଲଞ୍ଜା ତାରା ପଇଲା, ଲଞ୍ଜା ତାରା ପଇଲେ ଭଲ ଶୁଭ ନା ଅଶୁଭ? ଅଶୁଭ ନା ଶୁଭ? ସହଦେବ ଉତ୍ତର ଦେଲେ, କଣ କହିଲେ ନା ନିର୍ଘାତେ ଘୋର ବାଦେ ରବି ଶଶୀ ଗଗନେ ମଣ୍ଡଳେ ତ୍ରିକୋଣେ হে ভূমি কম্পনি সিধমুদিত দৃশ্যতে ধূমকেতু বহন্তি নদীর ধীর ধীরং পাঞ্চু পাষাণ বৃষ্টি দুর্ভিক্ষ জনপদ মরণ চক্রবর্তী বিনাশ। সহদেব উত্তর দেলে, কলে লঞ্জা তারা যেতেবেলে পড়ে সেতেবেলে পৃথিবী সূর্য আউ চন্দ্র ত্রিভুজ আকার ত্রিকোণ রূপକୁ ধারণ କରନ୍ତି। ଲଞ୍ଜା ତାରା ଯେତେବେଳେ ଗଳି ପଡିବ ସେତିକି ବେଳେ ସେ ରାଜ୍ୟରେ ଭୂମିକମ୍ପ ହବ। ଭୂମିକମ୍ପ ହବ? ଧୂମକେତୁ ପରି ଜଗତକୁ ଅନ୍ଧକାରମୟ କରିଦବ। ଗାଁ ଗାଁରେ ଘରେ ଘରେ ଭାଇ ଭାଇରେ ବାଡିଆ ପିଟା ହେଇକି ରକ୍ତର ନଈ ସୁଅ ଛୁଟିବ। ଆଉ ସେ ଦେଶରେ ନିଶ୍ଚିତ ଦୁର୍ଭିକ୍ଷ ହବ। ଧାନ ଦେଖୁଥିବୁ ଏଡିକି ବଡ କେଣ୍ଡା ହେଇଥାଉ, ମନ ତୋର ଦିଲ ଖୁସ ହେଇଯାଇଥାଉ, ବୋପାଲ ଏ ବର୍ଷ ଡୋଲି ପୁରା ଫୁଲ। ଠିକ ଏତିକି ବେଳେ ଏମିତି ଗୋଟେ ବାତ୍ୟା ଆସିବ ବାଡେଇ ଦବ ଧାନକୁ ଯେ ଆଉ ଚାରଣା ପାଇବନି। ଦୁର୍ଭିକ୍ଷ ହବ, ଚକ୍ରବର୍ତ୍ତୀ ବିନାଶ। ସେ ଦେଶର ସେ ରାଜ୍ୟର ସେ ଗାଁର ମୁଖିଆ ନିଶ୍ଚିତ ମରିବ, ଏଥିରେ ସନ୍ଦେହ ନାହିଁ। କଲା କର୍ଣ୍ଣାଟକରେ ପଡିଲା ହୋ ବାବୁ ବିଭିନ୍ନ ସିଂହରାଓ। କୋଉଠି ଧଇଲୁ ଗଲା କର୍ଣ୍ଣାଟକରେ ପଡିଲା ହୋ ବାବୁ ବିଭିନ୍ନ ସିଂହ ମଲା। ରାଉରକେଲାରେ ପଡେ ଲଙ୍କା ତାରା ବିଜୁ ପଟ୍ଟନାୟକ ଗଲା। ପାକିସ୍ତାନରେ ପଡିଲା ହୋ ବାବୁ ବେଞ୍ଜିରି ଭୁଟ ଯେ ଗଲା। ଅବସ୍ଥା କଉଆଡେ ଗଲା କେହି ଜାଣି ନ ପାରିଲା।
ଏ ଲଞ୍ଜା ତାରା ଯୋଉଠି ପଡେ ଆଜ୍ଞା ଚକ୍ରବର୍ତ୍ତୀ ବିନାଶ ହୁଏ। ତା ମାନେ ତାମାନେ ସହଦେବ ଏତେ କଥା କେମିତି ଜାଣିଲା? କେମିତି ସେ କଣ ଏତେ ସବୁ ଏଡେ ବଡ ଆଷ୍ଟ୍ରୋଲୋଜର ଥିଲା? ସହଦେବ କଣ ପ୍ରକୃତରେ ପାଠ ପଢିକି ଏଟା ସବୁ କହୁଥିଲା? ଆଉ ପାଠ ପଢିକି କେମିତି ମାତୃଗର୍ଭରୁ ସହଦେବ କପି କରିକି ପାସ୍ କରିଛି। ଆପଣ ଦେଖିଲେ କି ଗୋଟେ ଗୋଟେ ପିଲା ଥିବେ ପାଠ ପଢିକି 90% ମାର୍କ ରଖିଦେବେ, ତାଙ୍କର ଚାକିରି ନଥିବ। ନା ଜଣେ ଜଣେ କପି କରିଦେଇକି 80% ମାର୍କ ରଖିଦେବେ, ତାଙ୍କ ଚାକିରିଟା ଆଗ ହେଇଯାଇଥିବ। ଆଗ ଆଗ ସହଦେବ ଗୋଟେ କପି କଲା ବାଲା। କପି ହଁ ନା କେମିତି? କିଭଳି ଭାବରେ ଯେତେବେଳେ କଥା ପଡିଲା ମହାଭାରତ ଯୁଦ୍ଧରେ କିଏ ଜିତିବ, ଭଗବାନ କୃଷ୍ଣଙ୍କୁ ପଚାରିଲେ ଯୁଧିଷ୍ଠିର। କହିଲେ ପ୍ରଭୁ ଆଜ୍ଞା ମହାଭାରତ ଯୁଦ୍ଧରେ କିଏ ଜିତିବ ନା ମୁଁ କହିପାରିବିନି। ନା ନା ବଡ ଅଡୁଆରେ ପକେଇଦେଲ। ସେ ସବୁ କହିପାରିବିନି। ତମେ ଯଦି କହି ନ ପାରିବ ଆଉ କିଏ କହିବ? ତମେ ତ ତ୍ରିକାଳଦର୍ଶୀ ଭଗବାନ ନାରାୟଣ ଋଷିକେଶ କେଶବ କୃଷ୍ଣ ଭଗବାନ, ତମେ କାହିଁକି କହିବନି? ପ୍ରଭୁ ତମ ପାଦ ତଳେ ପଡୁଛି। କଲା ହେ ହରି ଓ ବଳ କମଳ ଯାଉ ଯାଉ ଦଳ ଲୋଚନ ଭଗମୋଚନ ত্রিভুবন ভুবন নিধান জয় জয় দেব হরে 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 জয় জয় দেব হরে হরি কালী ও বিশ্ব হরি কালী ও বিশ্ব ଆପଣ କହନ୍ତୁ ସହଦେବ କେମିତି ଜାଣିବ ଯେ ଆମେ ମହାଭାରତ ଯୁଦ୍ଧରେ ଜିତିବୁ ନା ହାରିବୁ? ସହଦେବ କେମିତି ବୁଝିବ? ନା ନା ସହଦେବ କପି କରିଦେଇଛି। ଆଜ୍ଞା ନା ସେ କପି କଲ ନା ଯୁଧିଷ୍ଠିର ସାଙ୍ଗରେ ମୋର ଯେତେବେଳେ କଥା ହେଲା ମହାଭାରତ ଯୁଦ୍ଧରେ କିଏ ଜିତିବ, ମୁଁ କହିଲି ମୁଁ କହିପାରିବି କହିପାରିବି ନାହିଁ। ନା କିଏ କହିବ? କିଏ କୃଷ୍ଣ ସିଂହ ମହାଭାରତ। ଓଡ଼ିଆରେ ଦିଟା ମହାଭାରତ ଶ୍ରେଷ୍ଠ। କିଏ ସେ? ଗୋଟିଏ ହେଲା ସାରଳା ଦାସ ମହାଭାରତ, ଆଜ୍ଞା ଆଉ ଗୋଟିଏ ହେଲା କୃଷ୍ଣ ସିଂହ ମହାଭାରତ। ମହାଭାରତ ସାରଳା ଦାସ ମହାଭାରତ 1,40,000 ପଦ, 1,40,000। କୃଷ୍ଣ ସିଂହ ମହାଭାରତ 1,35,356 ପଦ। ଆଜ୍ଞା ସେଇ କୃଷ୍ଣ ସିଂହ ମହାଭାରତ ଗୋଟିଏ ପଦ ପ୍ରମାଣ ଦେଲା। କହିଲା ବୈତରଣୀ ନଦୀ କୂଳେ ଭାରଦାର ବାସ, ଜୟ କି ପରାଜୟ କହିବ ଅବଶ୍ୟ। କୃଷ୍ଣ କହିଲେ ଜଣେ କହିପାରିବ। କିଏ ସେ? ବୈତରଣୀ ନଦୀ କୂଳରେ ତା ଘର, ଆଚ୍ଛା ତା ନାଁଟା ହଉଛି ଭାରଦା। ଦା ଭାରଦା ବୋଲେ ବୋଲେ
ମାଇପ ବିକା ଭାରଦା ଆମେ ଅପଭ୍ରଂଶରେ କହୁଛେ ମାଇପ ହଁ କିନ୍ତୁ ଶୁଦ୍ଧ ସାହିତ୍ୟରେ ସେଇଟା ହଉଛି ମାଇବ ମାଇବ ଭାରଦା କହିଦେଇ ପାରିବ ହଁ ମହାଭାରତ ଯୁଦ୍ଧରେ କିଏ ଜିତିବ ନା ହାରିବ ନା ମାଇପ ବିକାଟା ସେ କେମିତି ଜାଣିବ ତା ଡ୍ୟୁଟି କଣ ଡ୍ୟୁଟି ନା ସବୁଦିନ ତା ସ୍ତ୍ରୀ ପାଖକୁ ପର ପୁରୁଷକୁ ପଠେଇକି ଏ ମୁଖ ପିଣ୍ଡାରେ ବସିବ ଏ ବାପା ପର ପୁରୁଷ ଆଇଲା ପରେ ଘର ଭିତରୁ ଯୋଉ 2 ଟଙ୍କା ଦେବେ ସେ ସେଇଥିରେ ଚଳିବ ଆଜ୍ଞା ଆଚ୍ଛା ଏଇଟା ଏଡେ ବଡ ଭେଣ୍ଡିଆ ଅଣ୍ଡରା ପିଲାଟା ଆଜ୍ଞା ସେ ଭାରି ଯାଉ କାହିଁକି ବିକିଲା ନା ଅଭିଶାପ ଯୋଉଟାକୁ ଭାରଦା କହୁଛ ପୁରାଣକୁ ଯଦି ଖୋଲା ଯିବ ଆଉ ଟିକେ ଭିତରକୁ ଏଇଟା ତ ସୋନାଟା ସୁଣ୍ଡରେ ପଶିବ ନାହିଁ ନା ନା ଯଦି ପୁରାଣକୁ ଆଉ ଭିତରକୁ ପଶିବା ସିଏ କିଏ ଓଲା ଭାରଦା ଗୋଟିକ ଅଟେ ଇନ୍ଦ୍ରର କୁମାର ଜୟନ୍ତ ବୋଲି ନାମରେ ଅଟଇ ତାହାର ସେ ଭାରଦା ଇନ୍ଦ୍ରଙ୍କର ପୁଅ ତା ନାଁ ହଉଛି ଜୟନ୍ତ ଦିନେ ଠିଆ ହେଇଛି ଜୟନ୍ତ ତା ଖୁଡି ଜୟନ୍ତ ଖୁଡି କୁବେରର ସ୍ତ୍ରୀ ତା ନାଁ ହଉଛି ଜୟନ୍ତୀ ଗାଧେଇକି ଆଉଛି ସ୍ନାନ ସାରିକି ସ୍ତ୍ରୀ ଲୋକ ଆଉଛି ଅନ୍ତବସ୍ତ୍ର କିଛି ନାହିଁ ଖାଲି 10 ଲୁଗାଟା ପିନ୍ଧିଛି ଭାରି ସୁନ୍ଦରୀ ଚାଲି ଚାଲିକି ଯାଉଛି ଆଉ କେମିତି ଚାଲୁଛି ସନା ବସେଇ ମୁଁ ତୋଠୁ ଆହୁରି ବଡ ମାଇସିଆ ଗାୟକ ମୋନା ମାଇଚା ଗାୟକ ରହ ଝିଅଟା କେମିତି ଯାଉଛି କହିଲା ହଲଇ କଟି ହଲେ ବାହୋ ଯୋଗ କୋଟି ହରେ ବାହୋ ଯୋଗ କୋଟି ହଲେ ବାହୋ ଯୋଗ পদত কান্তি দূরରୁ দেখি ରଜ ପଦକ କାନ୍ତେ ଦୂରରୁ ଦେଖି ରଜ ପଦକ କାନ୍ତେ ଦୂରରୁ ଦେଖି ରଜ ପଦକ କାନ୍ତେ ମା ଉଠାଏ ତଳ କମଳ ଭ୍ରାନ୍ତି କମଳ ଭାତେ ଜୟନ୍ତ ଦେଖିଦେଲା ଖୁଡି ଗାଧେଇକି ଆସୁଛି ସୁନ୍ଦରୀ ସ୍ତ୍ରୀ ଆଉ ରହିପାରିଲାନି ନା ନା ସହି ପାରିଲାନି ନା ଖୁଡି ଖୁଡି କୁଆଡେ ଯାଉଛୁ ମୁଁ ତତେ ଦେଖିଲିଣି ପର ନାରୀ କି ଯିଏ ଆଖି ଦେଖିଛି ତା ଜୀବନ କେବେ ସୁଖରେ ଯାଇନି ଭାବିବ ହଁ 8-10 ବର୍ଷ ଭଲରେ ବଞ୍ଚିଛି ଚଳିଛି କିନ୍ତୁ ମଲା ବେଳକୁ ପୋକ ମାଛି ହେଇକି ମରିବ ଅନଉଛି ଜୟନ୍ତୀ ଯାଉଛି ଇଏ କୁବେର ପୁଅ ଜୟନ୍ତ ଦେଖିଲା ମନେ ମନେ ଭାବିଲା କଲା ଚମ୍ପକ ବରନାରେ ଚମ୍ପକ ବରନା 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 ଚମ୍ପକ ବରନାରେ
যা যা এ না হবতে চম্পক বরণারে কেড়ে যাও তো সতে কেড়ে যাও তো সতে চম্পক বরণারে কেড়ে যাও তো সতে যাও তো সতে চম্পক বরণারে মারু অছি মারো মারা কোন বসে মারো মারো দহু আছে হে পঞ্চ প্রাণ হে দহু আছে হে পঞ্চ প্রাণ দহু আছে হে পঞ্চ প্রাণ ইঙ্গি দেলা নেই ভিঙ্গি দেলা নেই ভিঙ্গি দেলা নেই ভিঙ্গি দেলা নেই ইঙ্গি দেলা নেই কামন দিরে চপত বরণারে কেড়ে যাউছু সতে যাউছু সতে চপত বরণারে কলা লৌরজ কলসরু তোর প্রেম জল ঢালিরি কর প্রেম জল ঢালিনি কর প্রেম জল ঢালিনি কর ভাই দেই তু কাম বনি তারে লি ভাই দে তো কাম বনি তারে এতিকি করুণা করিও তোতে চম্পক বরণারে কেড়ে যাও চো সাথে কেনে যাও চো সাথে চম্পক বরণারে যা কলা যেবে তুই বর জীবু ধন জি দেবী জীবন ও